27 ଅଗଷ୍ଟ 2026 ତାରିଖ ଗୁରୁବାର ଦିନ ରକ୍ଷାବନ୍ଧନ, ଗହ୍ମା ପର୍ବ, ଶ୍ରୀ ବଳଭଦ୍ର ଜନ୍ମ ଏବଂ ସର୍ବାଗ୍ର ଜନସାଧାରଣ ଓଡ଼ିଶା ଜନସାଧାରଣ ପାଇଁକି ସ୍ୱୀକୃତିପାତ ଜଗନ୍ନାଥ ପଞ୍ଜିକା ଅନୁସାରେ 27 ତାରିଖ ଦିନ ରକ୍ଷାବନ୍ଧନ ଉତ୍ସବ ପାଳନ କରିବା। ମୁଁ ମନରୁ କହିଲେ ହେବନି ଆଜ୍ଞା, କାରଣ ବି କହି ରଖୁଛି। ଯେହେତୁ ସେଇ ଦିନ ଦିବା 9 ଘଣ୍ଟା 5 ମିନିଟ୍ ପରେ ବା 8 ମିନିଟ୍ ପରେ ପୂର୍ଣ୍ଣିମା ଭୋଗ ହେଉଛି, ତା ପୂର୍ବରୁ ଚତୁର୍ଦ୍ଦଶୀ ଭୋଗ ହୋଇସାରିଛି। ତେଣୁକରି ଏଇଟା ଯେହେତୁ ତିଥିକୁ ନେଇ ପର୍ବ ପାଳନ କରି ଯାଇଥାଏ, ଦିନ ବେଳା ସମୟରେ ଯେ ସମ୍ପୂର୍ଣ୍ଣ ଭାବରେ ପୂର୍ଣ୍ଣିମା ତିଥି 27 ତାରିଖ ଗୁରୁବାର ଦିନ ଦିନ ସାରା ରହୁଛି ଓ ରାତ୍ରକାଳୀନ ସମୟକୁ ରହୁଛି, ତ ନିଶ୍ଚିତ ଭାବରେ ସାରା ଓଡ଼ିଶାବାସୀ ଆମେ ଏହି ପର୍ବକୁ ଗୁରୁବାର ଦିନ 27 ଅଗଷ୍ଟ 2026ରେ ରକ୍ଷାବନ୍ଧନ, ବଳଭଦ୍ର ଜନ୍ମ ଏବଂ ଗହ୍ମା ପର୍ବ ପାଳନ କରିବା। କିନ୍ତୁ ଶ୍ରୀଜଗନ୍ନାଥ ଶ୍ରୀମନ୍ଦିରରେ ଯେହେତୁ ଉଦୟକାଳୀନ ତିଥି କି ଧରାଯାଇଥାଏ, ଯେଉଁ ତିଥି ସୂର୍ଯ୍ୟ ଉଦୟକୁ ସ୍ପର୍ଶ କରେ, ସେହି ତିଥି ଅନୁସାରେ ଶ୍ରୀଜଗନ୍ନାଥ ସଂସ୍କୃତିରେ ସମସ୍ତ କାର୍ଯ୍ୟ ସମ୍ପାଦନ ବା ପର୍ବପର୍ବାଣି ପାଳନ କରାଯାଏ। ସେ ଦୃଷ୍ଟିକୋଣରୁ ଭଗବାନ ଶ୍ରୀ ଜଗନ୍ନାଥଙ୍କର ପ୍ରଭୁ ଜଗତରନାଥ ଜଗନ୍ନାଥଙ୍କ ମନ୍ଦିରରେ 28 ଅଗଷ୍ଟ 2026 ତାରିଖ ଶୁକ୍ରବାର ଦିନ ଶ୍ରୀମନ୍ଦିରରେ ରକ୍ଷାବନ୍ଧନ ପର୍ବ ଅନୁଷ୍ଠାନ ଭାବରେ ପାଳନ କରାଯିବ।